নমস্কার জয় জগন্নাଥ ଦର୍ଶକ ବନ୍ଧୁ ଶୁଭ ସକାଳ। ଆଜି ହେଉଛି ମାର୍ଚ୍ଚ ମାସ 22 ତାରିଖ ରବିବାର। ଆଜି ମୁଁ ଆପଣଙ୍କ ପାଇଁ ଓଡ଼ିଶା ତଥା ଦେଶ ବିଦେଶର 20ଟି ବଛା ବଛା ଗୁରୁତ୍ୱପୂର୍ଣ୍ଣ ଖବର ନେଇକରି ଆସିଛି। ତେଣୁ ଖବରଟି ଜାଣିବା ପୂର୍ବରୁ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ଅଲ୍ କରି ରଖନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଜାଣିପାରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ ଏହି ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ ପ୍ରଥମ ଖବର ଉପରେ ନଜର ପକାଇବା। ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 7 ଦିନ ଯାଏ 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଜାଣନ୍ତୁ, ଆସନ୍ତା 7 ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଜାରି। ବର୍ଷା ସମୟରେ 30ରୁ 40 କିଲୋମିଟର ବେଗରେ ପବନ ବହିପାରେ। ତେବେ ଆସନ୍ତା 2 ଦିନ ପାଇଁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ମୟୂରଭଞ୍ଜ ବାଲେଶ୍ୱର ଜିଲ୍ଲାରେ ତାଣ୍ଡବ ରଚିପାରେ କାଳବୈଶାଖୀ। ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଭାରତୀୟ ପାଣିପାଗ କେନ୍ଦ୍ର IMD ସାରା ଦେଶରେ ଏକ ନୂତନ ଆର୍ଦ୍ର ପାଗ ପାଇଁ ସତର୍କ ସୂଚନା ଜାରି କରିଛି। ଆଗାମୀ ଦିନମାନଙ୍କରେ ଦେଶର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ବିଜୁଳି ବର୍ଷା, ଝଡ଼ ପବନର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ସର୍ବଶେଷ ବୁଲେଟିନ୍ ଅନୁଯାୟୀ ପୂର୍ବ, କେନ୍ଦ୍ରୀୟ, ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଭାରତର କିଛି ଅଞ୍ଚଳରେ ପାଣିପାଗ କାର୍ଯ୍ୟକଳାପ ତୀବ୍ର ହେବାର ସମ୍ଭାବନା ରହିଛି, ଯାହା ପାଣିପାଗ ଢାଞ୍ଚାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସୂଚାଉଛି। କର୍ତ୍ତୃପକ୍ଷ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି, କାରଣ ପ୍ରବଳ ପବନ, କୁଆପଥର ବର୍ଷା, ପ୍ରବଳ ବର୍ଷା ସାଧାରଣ ଜୀବନକୁ ବାଧା ଦେଇପାରେ। ବିଶେଷ କରି ଦୁର୍ବଳ ଅଞ୍ଚଳ ନିରାପତ୍ତା ପ୍ରତି ବିଶେଷ ସୃଷ୍ଟି କରିପାରେ। ଏହି ସତର୍କ ସୂଚନା ଋତୁ ପରିବର୍ତ୍ତନ ସମୟରେ ଆସିଛି, ଯେଉଁଠାରେ ବାୟୁମଣ୍ଡଳୀୟ ଅସ୍ଥିରତା ହେତୁ ଦେଶମାନଙ୍କରେ ହଠାତ୍ ତୀବ୍ର ପାଣିପାଗ ଘଟଣା ଦେଖାଯାଏ। ଉତ୍ତର ପଶ୍ଚିମ ଭାରତରେ ଏକ ନୂତନ ଆର୍ଦ୍ର ପାଗ ଆରମ୍ଭ ହେବାର ସମ୍ଭାବନା ରହିଛି, ଯାହା ମାର୍ଚ୍ଚ 23 ତାରିଖ ବେଳକୁ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ତୁଷାରପାତ ଆଣିବ। ପୂର୍ବ ଉତ୍ତର ପ୍ରଦେଶରେ ମଧ୍ୟ ଘଣ୍ଟା ପ୍ରତି 40 କିଲୋମିଟର ବେଗରେ ପବନ ବହିବା ବ୍ୟାପକ ବର୍ଷା ହେବାର ଆଶା କରାଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ବାୟୁମଣ୍ଡଳୀୟ ବିଶୃଙ୍ଖଳା ଏବଂ ପବନର ଗତି ପରିବର୍ତ୍ତନ ଦ୍ୱାରା ଏକା ସାଙ୍ଗରେ ଅନେକ ଅଞ୍ଚଳକୁ ପ୍ରଭାବିତ କରୁଥିବା ବୃହତ୍ତର ପାଣିପାଗ ପ୍ରଣାଳୀକୁ ସୂଚାଉଛି। ବର୍ତ୍ତମାନ ପାଣିପାଗ ଭାରତର ଜଳବାୟୁ ପ୍ରଣାଳୀ ଜଟିଳତାକୁ ଦର୍ଶାଉଛି, ଯେଉଁଠାରେ ଋତୁ ପରିବର୍ତ୍ତନ ଏବଂ ବାୟୁମଣ୍ଡଳୀୟ ବିଶୃଙ୍ଖଳତା। ଭାରତୀୟ ପାଣିପାଗ ବିଭାଗ IMD ଏହି ପରିସ୍ଥିତିର ଉତ୍ତର ଘନିଷ୍ଠ ଭାବରେ ନଜର ରଖିଛି ଏବଂ ପରିବର୍ତ୍ତିତ ପରିସ୍ଥିତି ପାଇଁ କର୍ତ୍ତୃପକ୍ଷ ତଥା ନାଗରିକଙ୍କୁ ପ୍ରସ୍ତୁତ ରହିବାକୁ ସାହାଯ୍ୟ କରିବା ପାଇଁ ନିୟମିତ ସୂଚନା ପ୍ରଦାନ କରୁଛି। ଭାରତ ଏହି ନୂତନ ଆର୍ଦ୍ର ପାଣିପାଗର ସମ୍ମୁଖୀନ ହେଉଥିବା ବେଳେ ସୁରକ୍ଷା ସୁନିଶ୍ଚିତ କରିବା, ବାଧାବିଘ୍ନକୁ କମ୍ କରିବା ଉପରେ ମଧ୍ୟ ମୁଖ୍ୟ ଧ୍ୟାନ ରଖିଛି। ପୂର୍ବାନୁମାନର ବ୍ୟାପକତା ସରକାରୀ ଏଜେନ୍ସି, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତାକୁ ଦର୍ଶାଉଛି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏମାନଙ୍କୁ ଏପ୍ରିଲରେ ମିଳିବ 3 ମାସର ଚାଉଳ ଏବଂ ଗହମ। ଦେଶର ଲକ୍ଷ ଲକ୍ଷ ରାସନ କାର୍ଡଧାରୀ ଅଛନ୍ତି, ଯେଉଁମାନେ ପ୍ରତି ମାସରେ ରାସନ କାର୍ଡ ମାଧ୍ୟମରେ ରାସନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାସନ କାର୍ଡଧାରୀଙ୍କ ପାଇଁ ଯଥେଷ୍ଟ ଆଶ୍ୱସ୍ତି ମିଳିଥାଏ। ମୁଦ୍ରାସ୍ଫୀତିର ଏହି ଯୁଗରେ ଯେତେବେଳେ ପରିବାରର ବଜେଟ୍ କଷ୍ଟକର ହେଉଛି, ସରକାର ଏକ ନିଷ୍ପତ୍ତି ନେଉଛନ୍ତି, ଯାହା ସିଧାସଳଖ ଲୋକଙ୍କ ପକେଟ୍ ଦୈନନ୍ଦିନ ଆବଶ୍ୟକତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏଣେ ଏବେ ପ୍ରତି ମାସରେ ରାସନ କିଣିବାର ଚାପ ହ୍ରାସ ପାଉଛି। ଏହି ବର୍ଷ ଏକା ସାଙ୍ଗରେ 3 ମାସରେ ରାସନ ଯୋଗାଇ ଦିଆଯିବ। ଏହି ସିଧାସଳଖ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସରକାରୀ ରାସନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକ ଲାଭ ପାଇବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ ସମୟ ବଞ୍ଚାଇବା, ବାରମ୍ବାର ଧାଡ଼ିରେ ଠିଆ ହେବାର ଆବଶ୍ୟକତା ଦୂର କରିବା ଏବଂ ଦୂରଦୂରାନ୍ତରୁ ରହୁଥିବା ଲୋକଙ୍କୁ ଆଶ୍ୱସ୍ତି ହେବ। ଏହି ସୁବିଧା କିପରି ପାଇବେ ତାହା ଜାଣନ୍ତୁ। ଏହି ନୂତନ ସରକାରୀ ବ୍ୟବସ୍ଥା ଅନୁଯାୟୀ ନୂତନ ରାସନ କାର୍ଡଧାରୀମାନେ ଏପ୍ରିଲ, ମେ, ଜୁନ 2024ରେ ଏକାଥରକେ ରାସନ ପାଇବେ। ଏହାର ଅର୍ଥ ହେଉଛି ପ୍ରତି ମାସରେ ରାସନ ଦୋକାନକୁ ଯିବାର ଆବଶ୍ୟକତା ରହିବ ନାହିଁ। ଯେଉଁମାନେ କାମ କରୁଛନ୍ତି କିମ୍ବା ପ୍ରତି ମାସରେ ସମୟ ଖୋଜିବାରେ କଷ୍ଟକର ହେଉଛନ୍ତି, ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ବହୁତ ଲାଭଦାୟକ ପ୍ରମାଣିତ ହେବ। ଏଣଙ୍କ ରାସନ ବଣ୍ଟନକୁ ମଧ୍ୟ ସରଳ କରିବ ଏବଂ ଭିଡ଼ ହ୍ରାସ କରିବ। କେତେକ ସମୟରେ ବିଭିନ୍ନ କାରଣରୁ ଲୋକମାନେ ସେମାନଙ୍କର ମାସିକ ରାସନ ସଂଗ୍ରହ କରିପାରୁନାହାନ୍ତି। ତଥାପି ଏହି ବ୍ୟବସ୍ଥା ନିଶ୍ଚିତ କରିବ ଯେ ସମସ୍ତ ହିତାଧିକାରୀମାନେ ଏକ ସମୟରେ ସେମାନଙ୍କର ସମ୍ପୂର୍ଣ୍ଣ ଭତ୍ତା ପାଇବେ। ରାସନ ସଂଗ୍ରହ କରିବା ପାଇଁ ହିତାଧିକାରୀଙ୍କୁ ସେମାନଙ୍କ ନିକଟତମ ଫେୟାର ପ୍ରାଇସ୍ ଦୋକାନ ବା FPSକୁ ଯିବାକୁ ପଡ଼ିବ। ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତାରିଖ ସମୟ ଅନୁସାରେ ରାସନ ବଣ୍ଟନ କରାଯିବ, ତେଣୁ ସମୟାନୁବର୍ତ୍ତିତ ହେବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଠିକ୍ ସମୟରେ ପହଞ୍ଚନ୍ତି, ତେବେ ଆପଣ ଅଧିକ ନପାରି ଆପଣଙ୍କ ରାସନ ପାଇପାରିବେ। ଅନେକ ସ୍ଥାନରେ ଡିଜିଟାଲ ସିଷ୍ଟମ EKYC ମେସିନ ମାଧ୍ୟମରେ ବଣ୍ଟନ କରାଯାଉଛି, ଯାହା ସ୍ୱଚ୍ଛତା ସୁନିଶ୍ଚିତ କରେ। କୌଣସି ସମସ୍ୟା ଏଡ଼ାଇବା ପାଇଁ ହିତାଧିକାରୀମାନେ ସେମାନଙ୍କ ରାସନ କାର୍ଡ କିମ୍ବା ଆଧାର ବିବରଣୀ ନିଜ ପାଖରେ ରଖିବା ଉଚିତ। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଏପ୍ରିଲ 1ରୁ ବଦଳିଯିବ ଟ୍ୟାକ୍ସ ନିୟମ। ଦରବାଣ୍ଟୁ ନିବେଶ ପର୍ଯ୍ୟନ୍ତ ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କିପରି ପ୍ରଭାବ। ଦେଶର ଆୟକର ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାର ଇନକମ୍ ଟ୍ୟାକ୍ସ
ନିୟମ 2024 को ନୋଟିଫାଇ କରିଛନ୍ତି, ଯାହା ଆସନ୍ତା 1 ଏପ୍ରିଲରୁ ସାରା ଦେଶରେ ଲାଗୁ ହେବ। 1961 ମସିହା ପୁରୁଣା ଆଇନ ବଦଳରେ ଇନକମ୍ ଟ୍ୟାକ୍ସ ଆକ୍ଟ 2025 ଏବେ ଅଧିକ ସରଳ ଡିଜିଟାଲ ବ୍ୟବସ୍ଥା ଅନୁଯାୟୀ କାମ କରିବ। ଏହି ନୂଆ ନିୟମ ଆପଣଙ୍କ ହୋମ୍ ସାଲାରୀ ଦ୍ୱାରା ଆରମ୍ଭ କରି ସେୟାର ବଜାର ନିବେଶ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ କରିବ। ଆସନ୍ତୁ ଜାଣିବା 10ଟି ବଡ଼ ପରିବର୍ତ୍ତନ ବିଷୟରେ ଯାହା ଆପଣଙ୍କ ଆର୍ଥିକ ଯୋଜନାକୁ ବଦଳାଇ ଦେଇପାରେ। ପ୍ରଥମ, ଡିଜିଟାଲ ବ୍ୟବସାୟ ଉପରେ ଟ୍ୟାକ୍ସ ଜାଲ। ବିଦେଶୀ ଡିଜିଟାଲ କମ୍ପାନୀଗୁଡ଼ିକ ଏବେ ଭାରତୀୟ ଟ୍ୟାକ୍ସ ପରିସରଭୁକ୍ତ ହେବେ। ଯଦି କୌଣସି ନନ୍ ରେସିଡେଣ୍ଟ ସଂସ୍ଥା ଭାରତୀୟ ୟୁଜରଙ୍କଠାରୁ 2 କୋଟିରୁ ଅଧିକ ଟଙ୍କା ପାଇଛନ୍ତି କିମ୍ବା ତାଙ୍କର 3 ଲକ୍ଷରୁ ଅଧିକ ୟୁଜର୍ସ ଅଛନ୍ତି, ତେବେ ସେମାନଙ୍କୁ ଭାରତରେ ଟ୍ୟାକ୍ସ ଦେବାକୁ ପଡ଼ିବ। ଦ୍ୱିତୀୟ, ଟ୍ୟାକ୍ସ ଅଫିସରକୁ ଅଧିକ କ୍ଷମତା। ଯଦି ଆୟର ସଠିକ୍ ତଥ୍ୟ ମିଳିବ ନାହିଁ, ତେବେ ଆସିଂ ଅଫିସର ନିଜ ନିବେଶ ଅନୁସାରେ ଟର୍ଣ୍ଣଓଭର ଏକ ନିଶ୍ଚିତ ପ୍ରତିଶତକୁ ଆୟ ଭାବେ ଗ୍ରହଣ କରି ଟ୍ୟାକ୍ସ ଲଗାଇ ପାରିବେ। ଏହାଦ୍ୱାରା ବିବାଦ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ତୃତୀୟ ନମ୍ବର, ସେୟାର ବଜାର କାରବାର ଉପରେ କଡ଼ା ନଜର। ସେୟାର ବଜାରରେ ହେଉଥିବା ପ୍ରତିଟି କାରବାରରେ ଅଡିଟ୍ ରେକର୍ଡ ଏବେ 7 ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ଦେଖିବାକୁ ପଡ଼ିବ। ଏହାଦ୍ୱାରା କଳାଧନ କାରବାର ଓ ସଂଦିଗ୍ଧ କାରବାର ମଧ୍ୟରେ ରୋକ କରାଯାଇପାରିବ। 4 ନମ୍ବର, ବିଦେଶୀ ସଉଦା ପାଇଁ ସ୍ପଷ୍ଟ ଫର୍ମୁଲା। ଯେଉଁ ବିଦେଶୀ ସେୟାର ଟ୍ରାନ୍ସଫର ମୂଲ୍ୟ ଭାରତୀୟ ସମ୍ପତ୍ତି ସହ ଜଡ଼ିତ, ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମୁଲା ଅଣାଯାଇଛି। ଏହା ଫଳରେ ଫର୍ମୁଲା ହେଉଥିବା ଟ୍ୟାକ୍ସ ବିବାଦ ହ୍ରାସ ପାଇବ। ପଞ୍ଚମ, ସେୟାର ରେଭଲ୍ୟୁସନ ନିୟମରେ ପରିବର୍ତ୍ତନ। ଲିଷ୍ଟେଡ୍ ସେୟାର ପାଇଁ ବଜାର ମୂଲ୍ୟ, ଅନଲିଷ୍ଟେଡ୍ ସେୟାର ପାଇଁ ବଜାର ବ୍ୟାଙ୍କରଙ୍କ ଦ୍ୱାରା ଭଲ୍ୟୁସନ କରିବା ବାଧ୍ୟତାମୂଳକ। 6 ନମ୍ବର, କମିପାରେ ଟେକ୍ ହୋମ୍ ସାଲାରୀ। କର୍ମଚାରୀଙ୍କୁ ମିଳୁଥିବା ସୁବିଧା ଉପରେ ଏବେ ଅଧିକ ଟ୍ୟାକ୍ସ ଲାଗିବ। ମାଗଣା ଖାଦ୍ୟ, ପ୍ରତି ମିଲ୍ 200 ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି। ଉପହାର, 15,000 ଟଙ୍କାରୁ ଅଧିକ ମୂଲ୍ୟର ଗିଫ୍ଟ ଉପରେ ଟ୍ୟାକ୍ସ ଲାଗିବ। ଘର ଭଡ଼ା, ସହରର ଜନସଂଖ୍ୟା ଆଧାରରେ ଏହାର ମୂଲ୍ୟାଙ୍କନ ହେବ। 7 ନମ୍ବର, ଅଫିସ୍ ଲୋନ୍ ହେବ ମହଙ୍ଗା। ଯଦି ଆପଣ ନିଜ କମ୍ପାନୀରୁ ଶସ୍ତା ସୁଧରେ ଓ ସୁଧମୁକ୍ତ ଋଣ ନେଉଛନ୍ତି, ତେବେ ଷ୍ଟେଟ୍ ବ୍ୟାଙ୍କରେ ମଧ୍ୟ ସେହି ଲାଭ ଉପରେ ଟ୍ୟାକ୍ସ ଗଣନା କରାଯାଇ କାଟି ଦିଆଯିବ। ଇଏସ୍ଓପି ନିୟମରେ ସ୍ପଷ୍ଟତା। 8 ନମ୍ବର, ଷ୍ଟାର୍ଟଅପ୍ କର୍ମଚାରୀଙ୍କ ପାଇଁ ଷ୍ଟାର୍ଟଅପ୍ ଅପରେସନ ମୂଲ୍ୟ କିଭଳି ନିର୍ଦ୍ଧାରଣ ହେବ ସେ ନେଇ ନୂଆ ନିୟମରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। 9 ନମ୍ବର, ଖର୍ଚ୍ଚ କାଟ ଉପରେ କଟକଣା। ଟ୍ୟାକ୍ସ ଫ୍ରି ଇନକମ୍ ପାଇଁ କରାଯାଉଥିବା ଖର୍ଚ୍ଚରେ ଏବେ କେବଳ ପ୍ରତ୍ୟକ୍ଷ ଖର୍ଚ୍ଚ ହାରାହାରି ନିବେଶ ମୂଲ୍ୟର 1% ପର୍ଯ୍ୟନ୍ତ ରିହାତି ମିଳିବ। 10 ନମ୍ବର, ଜିରୋ କୁପନ ବଣ୍ଡ। ଜିରୋ କୁପନ ବଣ୍ଡ କ'ଣ ଜାଣନ୍ତୁ। ଏହି ବଣ୍ଡ ପାଇଁ ସର୍ତ୍ତାବଳୀ କଠୋର କରାଯାଇଛି। ଏହାର ଅବଧି 10ରୁ 20 ବର୍ଷ ହେବା ଆବଶ୍ୟକ ଏବଂ ଇନଭେଷ୍ଟମେଣ୍ଟ ରେଟିଂ ଜରୁରୀ। ସରକାର ପଦକ୍ଷେପ ଟ୍ୟାକ୍ସ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏବଂ ଡାଟା ଟ୍ରାକିଂକୁ ମଜବୁତ କରିବ। ଚାଲନ୍ତୁ ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା 23ରୁ ବଦଳିବା ନିୟମ ଜାଣନ୍ତୁ। କେନ୍ଦ୍ର ସରକାର ଏଲ୍ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବାଣିଜ୍ୟିକ ଏଲ୍ପିଜିର ଆଉ 20% ଆବଣ୍ଟନକୁ ଅନୁମତି ଦିଆଯାଇଛି, ଯାହା ମୋଟ ଆବଣ୍ଟନକୁ 50%କୁ ନେଇଯିବ। ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ, କ୍ୟାଣ୍ଟିନ୍, ଖାଦ୍ୟ ପ୍ରକ୍ରିୟାକରଣ ବା ଡାଏରୀ ଖାଦ୍ୟ ପାଇଁ ରାଜ୍ୟର ସରକାର କିମ୍ବା ସ୍ଥାନୀୟ ସଂସ୍ଥା ଦ୍ୱାରା ପରିଚାଳିତ ସବସିଡିକୁ ବଣ୍ଟନ ବା ଆଉଟଲେଟ୍, ରୋଷେଇ ଘର, ପ୍ରବାସୀ ଶ୍ରମିକଙ୍କ ପାଇଁ 5 କିଲୋଗ୍ରାମ FTL ବା ମୁକ୍ତ ବାଣିଜ୍ୟ ଏଲ୍ପିଜି ଭଳି କ୍ଷେତ୍ରଗୁଡ଼ିକୁ ପଠାଇବା ନେଇ ଏହି ଅତିରିକ୍ତ 20% ଆବଣ୍ଟନ ଦିଆଯିବ। ସରକାର ପୂର୍ବରୁ ଗ୍ରାହକମାନଙ୍କୁ ଆଂଶିକ ବାଣିଜ୍ୟ ଏବଂ ଏଲ୍ପିଜି ଯୋଗାଣ 20% ପୁନଃସ୍ଥାପିତ କରିଥିଲେ। ଏହା ସହିତ PNG ସମ୍ପ୍ରସାରଣ ପାଇଁ ବ୍ୟବସାୟିକ ପରିବାର ସହଜରେ ଆଧାରିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସରକାର ଅତିରିକ୍ତ 10% ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନ କରିଥିଲେ। ଏହା ବ୍ୟତୀତ 20ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଅଣଘରୋଇ ଏଲ୍ପିଜି ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବାକି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ UAରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ମୁକ୍ତ କରୁଛନ୍ତି। ଗତ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବାଣିଜ୍ୟିକ ସଂସ୍ଥାଗୁଡ଼ିକ ଦ୍ୱାରା ମୋଟ ପ୍ରାୟ 13,779 ମେଟ୍ରିକ୍ ଟନ୍ ବୃଦ୍ଧି କରାଯାଇଥିବା ମନ୍ତ୍ରାଳୟ ସୂଚନା ଦେଇଛି। ଶିକ୍ଷାନୁଷ୍ଠାନ, ହସ୍ପିଟାଲଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି ଏବଂ ମୋଟ ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନ ପ୍ରାୟ 50% ଏହି କ୍ଷେତ୍ରଗୁଡ଼ିକୁ ଯାଉଛି, ସରକାରୀ ବିବୃତ୍ତି କୁହାଯାଇଛି। ଚାଲନ୍ତୁ ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ କମିଲା ସୁନା ଦର। ବିଭିନ୍ନ ଦୋକାନରେ ଗ୍ରାହକଙ୍କ ଭିଡ଼ ଜାଣନ୍ତୁ। ଯୁଦ୍ଧ ଭିତରେ ଖସିଲା ସୁନା ଦର। 1983 ପରଠାରୁ ସୁନାର ମୂଲ୍ୟ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ ପାଇଛି। ଭୁବନେଶ୍ୱରରେ ବିଭିନ୍ନ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଛି। ସୁନା ଶସ୍ତା ହୋଇଥିବାରୁ ରାଜଧାନୀବାସୀ ନିଜ ମନପସନ୍ଦର ଗହଣା କିଣି ନେଉଛନ୍ତି। ଶୁକ୍ରବାର 10%ରୁ ଅଧିକ ଖସି $4,500 ତଳକୁ ଆସିଛି। ପ୍ରତି ଆଉନ୍ସ ସୁନାର ମୂଲ୍ୟ $4,477ରୁ $4,735.81 ମଧ୍ୟରେ ରହିଥିଲା। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସୁନାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି। 2024ରେ ଲଗାତାର ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା, ଫଳରେ ଗ୍ରାହକମାନେ ଚିନ୍ତାରେ ପଡ଼ିଥିଲେ। ଏବେ କିନ୍ତୁ ସୁନା ରୂପା ଦର ହ୍ରାସ ସାମାନ୍ୟ ଆଶ୍ୱସ୍ତି କରିଛି ଗ୍ରାହକଙ୍କୁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଥିବା ସୁନା ଆନ୍ତର୍ଜାତିକ ବଜାରରେ ପ୍ରଭାବ ଯୋଗୁଁ ଉଭୟ ଧାତୁର ମୂଲ୍ୟ ଅନେକ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ମାର୍ଚ୍ଚ ପହିଲାରୁ ସୁନା ଦର 1,58,056 ଟଙ୍କା ଥିଲା। ଆଜି ଦର ରହିଛି 1,33,800 ଟଙ୍କା, ଅର୍ଥାତ୍ 21 ଦିନ ମଧ୍ୟରେ ସୁନା ଦର 10 ଗ୍ରାମ ପିଛା
24,760 ଟଙ୍କା କମିଛି। ସେହିପରି 1 ଗ୍ରାମ ପିଛା 2477 କମିଛି। ଗତ 3 ଦିନ ମଧ୍ୟରେ ଦେଖିଲେ 10 ଗ୍ରାମ ପିଛା 12,000 କମିଛି। ରୂପା ଦର ସେହିପରି ଗୋଟେ ମାସରେ କେଜି ପିଛା 1,00,000 ଟଙ୍କା କମିଥିବା ବେଳେ ସପ୍ତାହରେ 50,000 କମିଛି। ମଧ୍ୟବିତ୍ତ ପରିବାର ପାଇଁ ଏବେ ସୁନା ଦର ବିଶେଷ ପ୍ରଭାବ ପକାଇ ନ ପାରୁଥିବା ବେଳେ ଲଗାତାର ସୁନା ଦର ହ୍ରାସ ସାମାନ୍ୟ ଆଶ୍ୱସ୍ତି ଦେଇଛି। ଆଗକୁ ବାହାଘର ସିଜନ ଥିବା ବେଳେ ମନପସନ୍ଦର ଗହଣା କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଛି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍। 50,000 ଦରମା ମିଳିଲେ ବି 15 ଲକ୍ଷର ଏରିୟର ଜାଣନ୍ତୁ କେମିତି। ଅଷ୍ଟମ ବେତନ କମିଶନ ସମ୍ପର୍କରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବର୍ତ୍ତମାନ ବହୁତ ଆଶା ରହିଛି। ବିଶେଷ କରି ଯେଉଁ କର୍ମଚାରୀମାନଙ୍କର ମୂଳ ଦରମା 50,000ରୁ କମ୍। ବାସ୍ତବରେ ସେମାନେ ଗୋଟିଏ ପ୍ରାଥମିକ ପ୍ରଶ୍ନ ସହିତ ସଂଘର୍ଷ କରୁଛନ୍ତି ଯେ ସେମାନେ କେତେ ପରିମାଣ ଇଣ୍ଟରମିଡିଏଟ୍ ପାଇବ, ସେମାନଙ୍କ ସଂଗୃହୀତ ବକେୟା ପରିମାଣ କେତେ ହୋଇପାରେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଆକଳନ ସୂଚନା ଦିଏ ଯେ ଯଦି ଏକ ଆକଳନ ଫିଟମେଣ୍ଟ ଫ୍ୟାକ୍ଟର ଗ୍ରହଣ କରାଯାଏ ତେବେ ସେହି ବକେୟା ଲକ୍ଷ ଲକ୍ଷ ଟଙ୍କା ହୋଇପାରେ। ମୂଳତଃ ଫିଟମେଣ୍ଟ ଫ୍ୟାକ୍ଟର ବେତନ କମିଶନ ଢାଞ୍ଚା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ଫ୍ୟାକ୍ଟର ହିଁ ନିର୍ଣ୍ଣୟ କରେ ଯେ ଜଣେ କର୍ମଚାରୀଙ୍କ ବିଦ୍ୟମାନ ମୌଳିକ ଦରମା କେତେ ପରିମାଣ ବୃଦ୍ଧି ପାଇବ। ସପ୍ତମ ବେତନ କମିଶନ ଅଧୀନରେ ଏହି ଫ୍ୟାକ୍ଟର 2.57 ସ୍ଥିର କରାଯାଇଥିଲା, କିନ୍ତୁ ଅଷ୍ଟମ ବେତନ କମିଶନ ବିଭିନ୍ନ କର୍ମଚାରୀ ସଂଘ 2.0ରୁ 3.25 ପର୍ଯ୍ୟନ୍ତ ଦାବି ଉପସ୍ଥାପନ କରିଛନ୍ତି। ଯଦି ଏକ ଉଚ୍ଚ ଫିଟମେଣ୍ଟ ଫ୍ୟାକ୍ଟର ଚୂଡ଼ାନ୍ତ କରାଯାଏ ତେବେ ମାସିକ ଦରମା ସଂଗୃହୀତ ବକେୟା ଉଭୟରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଦେଖାଯାଇପାରେ। ଆୟ ବୃଦ୍ଧି ପାଇଁ ବକେୟା ଜାଣନ୍ତୁ। ଯଦିଓ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବା ତାରିଖ ଘୋଷଣା କରିନାହାନ୍ତି, କିନ୍ତୁ ପୂର୍ବ କମିଶନ ସପ୍ତାହ ମଧ୍ୟରେ ଦିନଠାରୁ ଏହି କମିଶନ କାର୍ଯ୍ୟକାରୀ ହେବା ପରମ୍ପରାଗତ। ସପ୍ତମ ବେତନ କମିଶନ ଡିସେମ୍ବର 31, 2025ରେ ସମାପ୍ତ ହୋଇଥିବା ବେଳେ ଏହା ବ୍ୟାପକ ଭାବରେ ଅନୁମୋଦନ କରାଯାଇଥିବା ବେଳେ ନୂତନ ବେତନ କମିଶନ ଜାନୁଆରୀ 1, 2024ରୁ କାର୍ଯ୍ୟକାରୀ ହୋଇପାରେ। ଯଦି ଏହି କାର୍ଯ୍ୟାନୁଷ୍ଠାନ କୌଣସି ବିଳମ୍ବ ହୁଏ ତେବେ କର୍ମଚାରୀମାନେ ବକେୟା ଆକାରରେ ଏକ ଯଥେଷ୍ଟ ଏକକାଳୀନ ଦେୟ ପାଇପାରିବେ। କର୍ମଚାରୀ ସଂଘଗୁଡ଼ିକ ଦାବି କରିଛନ୍ତି ଯେ ଏହି ଅବସରରେ ଦରମା ସଂଶୋଧନ ପ୍ରକ୍ରିୟା ନିମ୍ନ ଓ ମଧ୍ୟମ ଆୟ ବର୍ଗର କର୍ମଚାରୀମାନଙ୍କୁ ଅଧିକ ଆଶ୍ୱସ୍ତି